ନାହିଁ 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 ମୁଁ ଏଇ ଓଡ଼ିଶା ଏଠି ଏମିତି ସବୁ କାମ ହୁଏନି। ଗୋଟେ ଛୋଟିଆ ପିଲାକୁ 25 ତାରିଖରୁ ଅପହରଣ କରି ଆଜି ତାର ମୃତଦେହ ଗୋଟେ ପାଇଖାନା ଟାଙ୍କିରୁ ବାହାରୁଛି। ପ୍ରକୃତ ହତ୍ୟାକାରୀ ଯିଏ ତାକୁ ଯେବେ ଧରାଯାଏ ତାହେଲେ ଓଡ଼ିଶା ସରକାର ତାଙ୍କୁ ଆଉ 24 ଘଣ୍ଟା ବି ମଧ୍ୟ ସମୟ ଦେବା କଥା ନୁହଁ। ତାକୁ ଡାଇରେକ୍ଟ ଫାଶୀ ଖୁଣ୍ଟରେ ଝୁଲା ଯାଉ, କାରଣ ଓଡ଼ିଶାର ସମସ୍ତ ବ୍ୟକ୍ତିମାନେ ୟାକୁ ଦେଖିବେ। ତାହେଲେ ଗୋଟେ ଭଲ ଆଇନ ଅଛି ବୋଲି ଲୋକ ଓଡ଼ିଶାରେ ଜାଣିବେ। ନହେଲେ ଏମିତି ଯେଉଁ ନେଇକି ଯିବ, ତାଙ୍କୁ ଜେଲରେ ପୁରେଇବ, ତାଙ୍କୁ ଖାଇବାକୁ ଦେବ, ତାଙ୍କୁ ରଖିବାକୁ ଦେବ, ତାଙ୍କ କେସ୍ ବିଷୟରେ ଲଢ଼ିବ। ଯେସାକୁ ତେସା ଆପଣା ନୀତି ଆପଣେଇବା ଦରକାର। କାରଣ ୟାକୁ ସେଇ ଯେଉଁ ପିଲାଟିକୁ ମରାଯାଇଛି, ତେଣୁ ସେ ପିଲାଟିକୁ ଯିଏ ବି ମାରିଥାଉ, ଯେବେ ପ୍ରକୃତ ମାରିବା ଲୋକଟି ଧରା ପଡ଼ିଯାଇଛି ତାକୁ ଆଉ ସମୟ ଜମା ଦିଅନି। ଆଉ କାହାକୁ ଆଉ ସମୟ ଦେବା ଆବଶ୍ୟକ ନାହିଁ। ତାକୁ ଡାଇରେକ୍ଟ ନେଇଯାଆନ୍ତୁ, ବାଘ ମୁହଁରେ ପକାଇ ଦିଅନ୍ତୁ। ବାଘ ତାକୁ ପିଞ୍ଜରା ଭିତରେ ଝୁଣି ଝୁଣି ଖାଉ। ଆଉ ନହେଲେ ତାକୁ ସାଙ୍ଗେ ସାଙ୍ଗେ ଫାଶୀ ଖୁଣ୍ଟରେ ଝୁଲେଇ ଦିଆଯାଉ। ଏହା ଏକ ଚିତ୍ରପଟ ହେଇକି ରହିବ, ସବୁଦିନ ପାଇଁ ଚିରସ୍ମରଣୀୟ ହେଇକି ରହିବ ଓଡ଼ିଶା ବର୍ଷରେ। ଆଉ ତାକୁ ଯେବେ ନେଇକି ଆପଣମାନେ ପୁଣି ସେ ଜେଲରେ ପୁରେଇବେ, ତାକୁ ଖାଇବାକୁ ଦେବେ, ତାକୁ ବଞ୍ଚେଇବାକୁ ଦେବେ, ତାଠୁ କଥା ଆଦାୟ କରିବେ, କାହିଁକି ମାରିଲୁ, କେଉଁଥିପାଇଁ ମାରିଲୁ, କେମିତି ମାରିଲୁ। ତାହେଲେ ତୁ ତ ମୁତୁରି ମୁଁ ତ ମୁତୁରି, ହେଁସ କାହିଁ ପାଇଁ ଧୋଇବା। ଏଇ ଆଇନ ତାହେଲେ ଚାଲିଛି ବୋଲି ଲୋକ ୟାକୁ ମଧ୍ୟ ବିବେଚିତ କରିନେବେ। ତେଣୁ ୟା ଉପରେ ଆପଣମାନେ ତର୍ଜମା କରିକି ଶୀଘ୍ର ତାକୁ ଫାଶୀ ଖୁଣ୍ଟ, ନହେଲେ ପିଞ୍ଜରାରେ ଥିବା ବାଘ ଯିଏ ନନ୍ଦନକାନନ ରହୁଛି ତା ମୁହଁରେ ଡାଇରେକ୍ଟ ପକାଯାଉ। ତାହେଲେ ଓଡ଼ିଶାବାସୀ ଖୁସି ହେବେ। ଏଇସବୁ ଜିନିଷକୁ କାହିଁକି ଆଉ ପଛଉଛ ସରକାର? ଗୋଟେ ଦୁଇଟା କେସ୍ କରିଦିଅ। ଦେଖୁଛ ଏନକାଉଣ୍ଟରର ମୂଲ୍ୟ ନିଶ୍ଚୟ ମିଳୁଛି। ଏମିତିଆ 4ଟା କେସ୍ କରିଦେଉନାହାନ୍ତି ଆପଣମାନେ। ଓଡ଼ିଶାରେ ଏହା ରହିବା ଦରକାର। ତାହେଲେ ଲୋକ ଚାହିଁବେ ଯେ ସରକାର ଆଇନକି ପାଳନ କରୁଛନ୍ତି। ନାହିଁ 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 ମୁଁ ଏଇ ଓଡ଼ିଶା, ଏଠାରେ ଏମିତି ହୁଏନି। ୟାକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କର।